କୋଡ଼ିଏ ଟଙ୍କାରେ ଆପଣମାନେ ବହୁତ ସାରା ପାମ୍ପୁଡ଼ି ବନେଇକିରି ଖାଇପାରିବେ। ମାର୍କେଟଠୁ ବି ଟେଷ୍ଟି ବି ରହିବ। ମସଲା ପାମ୍ପୁଡ଼ି ଆଜି ଆମେ ପ୍ରସ୍ତୁତ କରିବା। ବହୁତ ୟୁନିକ୍ ରେସିପି, ବହୁତ କ୍ରିପ୍ସି ବି ରହିବ। ଦେଖିବାକୁ ଯେମିତି ସୁନ୍ଦର ଲାଗୁଛି ନା, ଖାଇବାକୁ ବହୁତ ଟେଷ୍ଟି ଲାଗିବ। ଆପଣମାନେ ଥରେ ବନେଇଲେ ଆକୁ 2 ମାସ ପର୍ଯ୍ୟନ୍ତ ଷ୍ଟକ୍ ରଖିକିରି ଆକୁ ଖାଇପାରିବେ। ଚା ସହିତ ହଉ କି ପିଲାମାନଙ୍କର ଟିଫିନ୍ ବକ୍ସରେ ହଉ, ଆପଣମାନେ ଘରେ ପୁରା ଇଜିଲି ଆକୁ ପ୍ରସ୍ତୁତ କରିପାରିବେ। ପ୍ରଥମ ଥର ବି ଯଦି ବନାଉଛନ୍ତି ନା, ଇଏ ପରଫେକ୍ଟ ବନିବ। ତ ଫୁଲ୍ ଭିଡ଼ିଓ ୱାଚ୍ କରନ୍ତୁ, ପୁରା ଟ୍ରିକ୍ ସହିତ ଜାଣିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଦେଖନ୍ତୁ ଆପଣମାନଙ୍କୁ ଖଣ୍ଡ କରି ବି ଦେଖାଉଛି କେତେ ପୁରା ଇଏ କ୍ରିପ୍ସି ବନିଛି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଛୋଟ ଛୋଟ ପୁରା ଟିପ୍ସ ମୁଁ ଏଠି ସେୟାର କରିଛି। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ଗୋଟେ ମିକ୍ସରରେ ଆମେ ଅଳ୍ପ ଟିକେ ଜିରା, ଧନିଆ, ଶୁଖିଲା ଲଙ୍କା, ଗୋଲମରିଚକୁ ଗ୍ରାଇଣ୍ଡିଙ୍ଗ କରିକି ଶୁଖା ଆମେ ସାଇଡ଼ରେ ରଖିଦେବା। ଗୋଟେ ବାଉଲ୍ ନେବା, ବାଉଲ୍ରେ ଗୋଟେ ଗିନା ଚାଉଳ ପାଉଡ଼ର ଆଉ ହାଫ୍ ଗିନା ସେଥିରେ ମଇଦା ଦେବା। ତ ଯେତିକି ଆମେ ଚାଉଳ ମଇଦା ନେଇଛନ୍ତି ପାଉଡ଼ର, ସେ ଅନୁସାରେ ସେଥିରେ ପାଣି ଏଡ୍ କରିବା। ଏଠି ଯେହେତୁ 1.5 ଗିନା ମୁଁ ନେଇଛି, ଗୋଟେ ଗିନା ଚାଉଳ, ଗୋଟେ ଗିନା ମଇଦା, ତ ପାଣି ବି 1.5 ଗିନା ଏଥିରେ ଏଡ୍ କରିବା। ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଥିବା ସେଇ ମସଲାକୁ ସେଥିରେ ଏଡ୍ କରିବା। ଅଳ୍ପ ଟିକେ ରାଶି ଏଡ୍ କରିବା, ହିଙ୍ଗୁ ଅଳ୍ପ ଟିକେ ଏଡ୍ କରିବା, ଲଙ୍କାଗୁଣ୍ଡ ଅଳ୍ପ ଟିକେ ଏଡ୍ କରିବେ। ଯେତିକି ଆପଣମାନେ ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ୍ କରିବେ। ଯେହେତୁ ଆମେ ଲଙ୍କାକୁ ବି ବାଟିଥିଲେ, ଅଳ୍ପ ଟିକେ ମୁଁ ଚଣା ଡାଲିକୁ ଭିଜେଇ ଦେଇଥିଲି, ସେ ଚଣା ଡାଲିକୁ ବି ସେଥିରେ ଏଡ୍ କରିଦେବା। ଅଳ୍ପ ଟିକେ ଦେଖନ୍ତୁ ମୁଗ ଡାଲିକୁ ବି ଭିଜେଇକି ରଖିଥିଲି, ସେ ମୁଗ ଡାଲିକୁ ଏଡ୍ କରିବା। ଦେଖିବେ ଏଇଥିରେ ଏଇ ପାମ୍ପୁଡ଼ିରେ ଚଣା ଡାଲି ଆଉ ମୁଗ ଡାଲିର ଫ୍ଲେଭର ବହୁତ ବଢ଼ିଆ ଆସିବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ପୁରା ଟ୍ରିକ୍ ସହିତ ଜାଣିପାରିବେ। ଅଳ୍ପ ଟିକେ ଆମେ ସେଇଥିରେ 2 ଚାମଚ ତେଲ ଏଡ୍ କରିବା। ତେଲ ଏଡ୍ କରିବା ଦ୍ୱାରା ଦେଖିବେ ଆମେ ଯେଉଁ ସମୟରେ ଆମେ ମଇଦାକୁ ଆମେ ପୁରା ମିକ୍ସ କରିବା ନା, ସେ ପୁରା ଲାଗିବନି, କରିବାକୁ ଛାଡ଼ିଯିବ ଇଜିରେ। ସ୍ୱାଦ ଅନୁସାରେ ଦେବା ଲୁଣ, ଭଲସେ ଆକୁ ଟିକେ ମିକ୍ସ କରିଦେବା। ଆପଣମାନେ ଯେତିକି ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ସେଥିରେ କ୍ୱାଣ୍ଟିଟି ଏଡ୍ କରିବେ। ଅଳ୍ପ ଟିକେ ଆମେ ଆଉ ଟିକେ ଫ୍ଲେଭରକୁ ବଢ଼ାଇବା ପାଇଁ ବୋଲି ଏଠି ମୁଁ ଅଳ୍ପ ଟିକେ ରସୁଣକୁ ଗ୍ରାଇଣ୍ଡିଙ୍ଗ କରି ଚୋପା ସହିତ ହିଁ ଏଡ୍ କରିଛି। ଦେଖିବେ ଚୋପା ସହିତ ହିଁ ରସୁଣକୁ ଯଦି ଗ୍ରାଇଣ୍ଡିଙ୍ଗ କରିକି ଏଡ୍ କରିବେ ତ ବହୁତ ବଢ଼ିଆର ଫ୍ଲେଭର ଆସିବ। ତ ଏବେ ଆମେ ମଇଦା ଚାଉଳ ଚୁନାକୁ ସେଇଥିରେ ଏଡ୍ କରି ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ ଆଞ୍ଚରେ ରଖିବା। ଆକୁ ଆମେ ଭଲସେ ଆକୁ ଟିକେ ମିକ୍ସ କରିବା। ଆପଣମାନେ ଚାହିଁଲେ ଏଇଭଳି ଜନ୍ତୁଣି ବି ବନେଇ ପାରିବେ। ପୁରା ଡାଇରେକ୍ଟଲି ଗରମ ପାଣି ଦେଇକି ବି ଆପଣମାନେ ଆକୁ ଚକୁଡ଼ି ପାରିବେ, ଡୋ ଗୋଟେ ଲଗେଇ ପାରିବେ। ତ ଏବେ ଆମେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ମିକ୍ସ ହେଇ ଆକୁ ପୁରା ଆମେ ଥଣ୍ଡା ହେବା ପାଇଁ 15 ମିନିଟ୍ ପାଇଁ ଟିକେ ଏବେ ରେଷ୍ଟ ପାଇଁ ରଖିଦେବା। ତ 15 ମିନିଟ୍ ପରେ ଆପଣମାନଙ୍କୁ ମୁଁ ଦେଖାଉଛି। ତା ପୂର୍ବରୁ ଚାଲନ୍ତୁ କଡ଼େଇରେ ଆମେ ଅଳ୍ପ ଟିକେ ତେଲ ଦେଇଦେବା। ତେଲକୁ ଯେମିତି ଆମେ ଟିକେ ଗରମ ହେବା ଦେବା, ଲୋ ଟୁ ମିଡ଼ିୟମ୍ ଆଞ୍ଚରେ ଆକୁ ଆମେ ଗରମ କରିବା। ସେତିକି ଭିତରେ ଦେଖନ୍ତୁ ପୁରା ଆମର ଡୋ ପୁରା ଥଣ୍ଡା ହେଇସାରିଲାଣି। ଅଳ୍ପ ଟିକେ ଆମେ ସେଥିରେ ହାତରେ ପାଣି ହାତ ହେଇକି ବା ଅଳ୍ପ ଟିକେ ପାଣିକୁ ଆମେ ଛିଞ୍ଚିକିରି ଆକୁ ଭଲସେ ଟିକେ ମିକ୍ସ କରି ଗୋଟେ ଡୋ ପ୍ରସ୍ତୁତ କରିଦେବା। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ଗୋଟେ ଡୋ ବନେଇଦେବେ। ଡୋ ବନି ସାରିବା ପରେ ଆମେ ସେଇଥିରୁ ଅଳ୍ପ ଅଳ୍ପ ପୋଷଣ ନେବା। ତ ଆପଣମାନେ ଯେତିକି ବଡ଼ ସାଇଜ୍ ଚାହିଁବେ ସେ ଅନୁସାରେ ପାମ୍ପୁଡ଼ି ଏଠି ବନେଇ ପାରିବେ। ତ ଦେଖନ୍ତୁ ଏଠି ପୁରୀ ସାଇଜ୍ର ମୁଁ ବୋଲ୍ସ ବନେଇଛି। ତ ଏଇଭଳି ଆମେ ବୋଲ୍ସ ବନେଇକି ତାକୁ ଟିକେ ଆମେ ଚେପ୍ଟା ବନେଇ, ଆପଣମାନେ ଚାହିଁଲେ ଚେପ୍ଟା ବନେଇ ପାରିବେ କି ଏଇଭଳି ବୋଲ୍ସ ବି ରଖିପାରିବେ। ତ ଆମେ ଏବେ ସେଇ ପ୍ରୋସେସ୍ରେ ସବୁ ଏଇଭଳି ଗୁଳା ବନେଇଦେବା। ବୋଲ୍ସ ବନେଇକିରି ଆମେ ଏବେ ରେଡ଼ି କରିଦେବା। ରେଡ଼ି କରିକି ଆମେ ଆକୁ ସାଇଡ଼୍ରେ ରଖିଦେବା। ତ ଦେଖନ୍ତୁ ଗୋଟେ ପ୍ଲେଟ୍ରେ ମୁଁ ସବୁ ଏଇଭଳି ବନେଇକି ରଖିସାରିଛି। ତ ଆଉ ଗୋଟେ ଦୁଇଟା ଦେଖେଇ ଦେଉଛି ଆପଣମାନଙ୍କୁ କେମିତି ଚେପ୍ଟା ବନେଇବେ, ଯଦି ପୁରା ଇଜିଲି ବି ବନିବ। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ଟିକେ ଚେପ୍ଟା ବନେଇଦେବେ। ତ ସେଇ ପ୍ରୋସେସ୍ରେ ଆମେ ସବୁ ବନେଇକିରି ଏଠି ରେଡ଼ି କରିସାରିଛନ୍ତି। ତ ଏବେ ଚାଲନ୍ତୁ ଗୋଟେ ଆମେ ଏଠି ଦେଖନ୍ତୁ ମୁଁ ପଲିଥିନ୍ ନେଇଛି ବା ଜରି ନେଇଛି। ତ ଏବେ ଆମେ ଜରି ଗୋଟେ ନେଇଦେବା, ତାକୁ ଫ୍ଲାଟ୍ କରିକିରି ଆମେ ଦେଖନ୍ତୁ ତଳେ ସେଥିରେ ପକାଇଦେବା। ପୁଣି ତାରେ ଅଳ୍ପ ଟିକେ ତେଲ ଗ୍ରୀସ୍ କରିଦେବା, ଯେମିତିକି ଆମେ ପୁରା ଦେଖିବେ ସେଇଥିରେ ଆମେ ଯେଉଁ ଚିପକେଇବା ନା, ସେଇ ପାମ୍ପୁଟି ପ୍ରେସ୍ କରିବା ଯେମିତି ଟୋଟାଲ୍ ବି ଜରିରେ ଲାଗିବନି, ବେଟର୍। ତ ଦେଖନ୍ତୁ ଏଇଭଳି ତେଲ ଗ୍ରୀସ୍ କରିବେ। ଏଇ ଆମେ ବୋଲ୍ସ ଯେଉଁ ବନେଇଥିଲେ ଆମେ ଅଟାର, ସେ ବୋଲ୍ସକୁ ସେଇଥିରେ ଆମେ ରଖିଦେବା। ଟିକେ ଟିକେ ପୁରା ଗେପ୍ ରଖିକିରି ବନେଇବେ, ଯେହେତୁ ଗୋଲାକାର ସେ ବନିବ। ତ ତାକୁ ଦେଖିବେ ଚାରି ସାଇଡ଼୍ ଟିକେ ଜାଗା ଦରକାର, ସେ ଅନୁସାରେ ସେଥିରେ ରଖିବେ। ପୁରା ଛାଡ଼ି ଛାଡ଼ିକି ବୋଲ୍ସ ଗୁଡ଼ାକ ରଖିବେ। ରଖିସାରିବା ପରେ ସେ ଜରିକୁ ପୁଣି ଥରେ ଟିକେ କଭର୍ କରିଦେବା। ଦେଖନ୍ତୁ ଏଇ ପ୍ରୋସେସ୍ରେ ଟିକେ କଭର୍ କରିଦେବେ। କଭର୍ କରିକିରି ଆମେ ଯେକୌଣସି ପୁରା ଗୋଲାକାର ଜିନିଷ, ଏଠି ଗୋଟେ ଗ୍ଲାସ୍ ନେଇଛି, ଗ୍ଲାସ୍ ସାହାଯ୍ୟରେ ଦେଖନ୍ତୁ ମୁଁ ପ୍ରେସ୍ କରି ଗୋଲାକାର ବନାଉଛି। ତ ଆପଣମାନେ ଚାହିଁଲେ ଏଇଠି ଗିନାରେ ବି ପ୍ରେସ୍ କରି ବନେଇ ପାରିବେ। ତ ଆପଣମାନେ ଚାହିଁଲେ ବେଲି ବି ପାରିବେ ୟାକୁ। ତ ଏଇଭଳି ଦେଖିବେ ବନେଇବେ, ଯଦି ଇଜିଲି ପୁରା ଜଲ୍ଦି ଜଲ୍ଦି ବନିଯିବ। ତ ମୁଁ ସେଇଥିପାଇଁ ଏଇ ପ୍ରୋସେସ୍ଟି ମୁଁ ଆପଣମାନଙ୍କୁ ସେୟାର କରିଛି। ଆପଣମାନଙ୍କୁ ଯେମିତି ପସନ୍ଦ ଆପଣମାନେ ଏଠି ଗୋଲାକାର ସେପ୍ ଦେଇପାରିବେ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଇଜିଲି ବନିଗଲା, ଜଲ୍ଦି ଜଲ୍ଦି ବି ବନିଯିବ।
तो चलतु आउ गोटे स्टेप भी देखूँ यही प्रोसेस रे पूरा ताको टिके प्रेस करदे तो देखिए परफेक्टली बनब आपण मानक अधिक टाइम भी लगे खास कर पिला माने भी ये बन के रेडी करेंगे। तो जदि आपण मानक बोर लगुच ताले पिला मानक भी जदि कामटी देना से भी पूरा इजिली बन के रेडी करदे। तो देखो केते सुंदर भी देखा। तो ये चलतु गोटे आम प्लेट को बाहर करदे से प्रोसेस ने आम ए सब बन के रेडी करदे। तो देखिए फ्रेंड्स आपको थे बनइबे ना बारंबार बनइबे चा सहित खास कर खाया बहुत बढ़िया लगे। पिलाने टिफिन बक्स रे भी आपण मैंने मार्केट नु आनी घरे पूरा इजिली बन के दे पारे। तो से भर देखो तेल भी आमर गरम हो सारी देखो ये बबल्स आसुव से एड करदे पूरा मीडियम फ्लेम रे यही सब प्रोसेस प्रस्तुत करेंगे। जदि हाई फ्लेम रे बनइबे से बाहर पूरा क्रिप्सी हो भितर सीझबनी से प्रति टिके ध्यान देवे। तो देखो यही प्रोसेस पूरा लो आंचर माने लो टू मीडियम फ्लेम रे आपको भाजी होगा देवे। गोटे साइड टिके देखो भाजी हो सारा पर आम उल्टे देवा ताकू। तो से ही प्रोसेस रे आम सबुतक उल्टे दबा उल्टे देखिए आपको बनवाई मत पूरा गोटे घंटा लगी जेहेतु बहुत सारा बनला। तो से बहुत टाइम लगी पुणी देखिए छाणवा समय ही टे टाइम लगे जेहेतु पूरा लो टू मीडियम आंचर आपको छाणा पड़े। तो देखो ये गोटे मुझे स्ट्रेनर बा जाली नहीं जाली देखो एड करने द्वारा तार बड़का तेल गुड़ाक से बेसिन को चलीज आउ जाली आमर देखो परफेक्टली पूरा बनिक आमर रेडी भी सारी केते सुंदर भी देखा। तो आपण पाखर भी देखा बहुत ही यूनिक स्टाइल बनी। तो आपण मैंने घरे आपको निश्चय ट्राए करूँ फुल वीडियो को वाच करके बनातु तो परफेक्टली बनब। तो आउ गोटे स्टेप भी आमर बनिकी रेडी हो सारानी फाइनाली आम रेसिपी प्रस्तुत भी हो सारी। तो फ्रेंड्स आपण मैंने जब ये भिडियोटी मोर पसंद आसो ना सांग मानक शेयर करूँ लाइक करूँ चैनल जदि नुआ अच्छा ताहले चैनल को मोर सब्सक्राइब कर दिंतु बेल आइकन को क्लिक कर दिंतु जहाँफल मोर सब वीडियो नोटिफिकेशन प्रथमे आपण मानक पहुँचो। मुझे इजी इजी वीडियो नहीं आसबि आपण मैंने देखिए घरे आपको निश्चय ट्राए करूँ। फेसबुक पेज देखुं ताहले फेसबुक पेज मोर फॉलो करूँ। से पर्यंत रोची पुणी एक नुआ रेसिपी नहीं आसबि। नमस्कार जय जगन्नाथ।